ଆଜିଠୁ ଆରମ୍ଭ ହେଉଛି ଯୁକ୍ତ 2 ନାମଲେଖା ପ୍ରକ୍ରିୟାଟି। ମେ 24 ତାରିଖରୁ ଜୁନ୍ 30 ତାରିଖ ପର୍ଯ୍ୟନ୍ତ ଆପଣମାନେ ଅନଲାଇନରେ ଆବେଦନ କରିପାରିବେ। ସମସ୍ତ ଛାତ୍ରଛାତ୍ରୀମାନେ ସେମ୍ସ ପୋର୍ଟାଲରେ ଆବେଦନ କରିପାରିବେ। ଏଥିପାଇଁ ଗୋଟେ ସ୍ୱତନ୍ତ୍ର ୱେବସାଇଟ୍ ରହିଛି, ଯାହାକି ହେଉଛି www.semsodisha.gov.in। ଏଥିରେ ସମସ୍ତ ଛାତ୍ରଛାତ୍ରୀମାନେ ଯୁକ୍ତ 2 ନାମଲେଖା ପାଇଁ ଅନଲାଇନରେ ଆବେଦନ କରିପାରିବେ ଏବଂ ଜୁଲାଇ 8 ରୁ ଜୁଲାଇ 14 ତାରିଖ ମଧ୍ୟରେ +2 ର ଆଡମିସନ ଆରମ୍ଭ ହୋଇଯିବ ଏବଂ ଏହା ସହ ଜୁଲାଇ 24 ତାରିଖରୁ କଲେଜରେ ପାଠପଢ଼ା ଆରମ୍ଭ ହୋଇଯିବ ବୋଲି ଶିକ୍ଷା ବିଭାଗ ତରଫରୁ ସୂଚନା ଆସିଛି। ଆପଣମାନେ ଯଦି ମେଟ୍ରିକ୍ ପରୀକ୍ଷା ଦେଇଥିଲେ ଏବଂ ଆପଣମାନଙ୍କର ରିଜଲ୍ଟ ବାହାରି ସାରିଛି, ବର୍ତ୍ତମାନ ମଧ୍ୟ କନଫ୍ୟୁଜ୍ରେ ଅଛନ୍ତି କି ଆପଣ ଆର୍ଟ୍ସ ନେବେ, ସାଇନ୍ସ ନେବେ କି କମର୍ସ ନେବେ ଏବଂ ଏହା ସହ ଆହୁରି ମଧ୍ୟ କନଫ୍ୟୁଜ୍ ଅଛନ୍ତି କି କେଉଁଥିରେ କ'ଣ ସବଜେକ୍ଟ ଆସିବ। ତ ଏହି ସମସ୍ତ ରିଲେଟେଡକୁ ନେଇ ଆମେ ଗୋଟେ ଭିଡ଼ିଓ ଅପଲୋଡ଼ କରିଛୁ। ଆପଣମାନେ ସେହି ଭିଡ଼ିଓ ଦେଖିଲା ପରେ ସମ୍ପୂର୍ଣ୍ଣ ଭାବେ ଜାଣିପାରିବେ ଆପଣ କ'ଣ କରିବେ। ଆଗାମୀ ଦିନରେ ଆପଣଙ୍କର ଏଇମ୍ କ'ଣ ଅଛି, ଆପଣଙ୍କ ଏଇମ୍ ହିସାବରେ ଆପଣ କ'ଣ ପଢ଼ିବେ ଏବଂ ସେଥିରେ କ'ଣ ସବଜେକ୍ଟ ଆସିବ ଡିଟେଲ୍ସରେ ଆମେ ଗୋଟେ ଭିଡ଼ିଓ ଅପଲୋଡ଼ କରିଛୁ, ସେଥିରେ ଆପଣମାନେ ଦେଖି ଜାଣିପାରିବେ। ତ ଆପଣମାନେ ଆଜିଠୁ +2 ର ଆଡମିସନ ପାଇଁ ଅନଲାଇନରେ ସାମ୍ସ ପୋର୍ଟାଲକୁ ଯାଇ ନିଜେ ଆବେଦନ କରିପାରିବେ ଏବଂ ମନେ ରଖନ୍ତୁ, ଏଥିରେ ଆପଣଙ୍କର ଇନକମ୍ ସାର୍ଟିଫିକେଟ୍, ରେସିଡେଣ୍ଟ ସାର୍ଟିଫିକେଟ୍, କେଚ୍ ସାର୍ଟିଫିକେଟ୍ এইভাবে ভাবে সমস্ত ডকুমেন্ট আবশ্যক পড়ব। সমস্ত ডকুমেন্টକୁ ଆପଣ স্ক্যান କରିନେବେ। ଏହାପରେ ଆପଣମାନେ ନିଜେ ନିଜ ମୋବାଇଲରେ ଆବେଦନ କରିପାରିବେ। ଆପଣମାନେ କିଭଳି ଆବେଦନ କରିବେ ଏବଂ ଏଥିରେ କ'ଣ ସମ୍ପୂର୍ଣ୍ଣ ଡକୁମେଣ୍ଟ ଆବଶ୍ୟକ ପଡ଼ିବ, ଆମେ ଅତି ଶୀଘ୍ର ଏହାକୁ ନେଇ ଆଉ ଗୋଟେ ଭିଡ଼ିଓ ଅପଲୋଡ଼ କରିବାକୁ ଯାଉଛୁ। ଯଦି ଆପଣମାନଙ୍କୁ ଆଜିକାର ଏହି ଇନଫର୍ମେସନଟି ଭଲ ଲାଗିଥିବ ତ ପ୍ଲିଜ୍ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ସବସ୍କ୍ରାଇବ୍ କରନ୍ତୁ। ନମସ୍କାର, ଧନ୍ୟବାଦ।